ସମସ୍ତଙ୍କୁ ସାରସ୍ୱତ ପ୍ରଣାମ। ଆଜି ବିଶ୍ୱ କବିତା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି। ତତ୍ସହିତ ଆଜି ଏହି ମାଲକାନଗିରି ଅଞ୍ଚଳର ଜଣେ ମହାନ କବିଙ୍କର ଜନ୍ମ ଦିବସ। ସେ ହେଉଛନ୍ତି ସ୍ୱର୍ଗତ ବଳରାମ ପୂଜାରୀ। ତାଙ୍କ ଚରଣ କମଳରେ ମୋର ଶତକୋଟି ପ୍ରଣାମ। ତାଙ୍କ ଉଦ୍ଦେଶ୍ୟରେ ମୋର ଆଜିର ଏହି କବିତା ଶ୍ରଦ୍ଧା ସୁମନ। ଶୁଣିବା। ଲିଖନି ଯାହାର କହୁଥିଲା କଥା, ମାଟି ମଟାଳର ବ୍ୟଥା, ମା ମାଟି ପାଇଁ ଝରୁଥିଲା ଲୁହ, ମନରେ ଥିଲା ଯା ଚିନ୍ତା। ଲିଖନି ଯାହାର କହୁଥିଲା କଥା, ମାଟି ମଟାଳର ବ୍ୟଥା, ମା ମାଟି ପାଇଁ ଝରୁଥିଲା ଲୁହ, ମନରେ ଥିଲା ଯା ଚିନ୍ତା। ଆପଣ ଆପଣରେ ଆପଣେଇଥିଲା ଡଙ୍ଗର ପାହାଡ଼ ଘାଟି, ଦରଦୀ ହୃଦୟ ଦରଦ କାହାଣୀ କେତେ ଯେ ଯାଇଛି ରଚି। ଯାହା ପାଇଁ ସଦା ଗରିଆନ ଥିଲା ମାଲକାନଗିରି ମାଟି, କୋଣ୍ଡା କାମ୍ବେରୁ ଦଣ୍ଡକାରଣ୍ୟ ମାଲ୍ୟବନ୍ତଗିରି ଘାଟି। ଶ୍ୱେତପତ୍ର ଶବ୍ଦ ବ୍ରହ୍ମେ ଶବ୍ଦାୟିତ, ସତେ ଈଶ୍ୱରଙ୍କ ଭାଡ଼ି। ଭୂମିରୁ ଆକାଶ ପ୍ରଲମ୍ବିତ ଯାର ଐଶ୍ୱରିକ ଯାଦୁ ଛଡ଼ି। ଯା ଚିନ୍ତା ଚେତନା ଜାଜ୍ୱଲ୍ୟମାନ, ମାଟିମଗ୍ନ ମେଘଲଗ୍ନା। ସ୍ରଷ୍ଟା ହେ ତୁମେ ଲଭିଛ ଅମର, ସ୍ଥିତପ୍ରଜ୍ଞା ମାଟିମଗ୍ନା। କିଏ ସେ କହିବ ତୁମେ ନାହଁ ବୋଲି, ରହିଛି ଅମର ସ୍ମୃତି। ଯୁଗ ଯୁଗ ପାଇଁ ରହିଛି ରହିବ ରଚିତ ଅମର କୀର୍ତ୍ତି। ମାଟିର ସନ୍ତାନ ମାଟି ପ୍ରତି ଧ୍ୟାନ, ମାଟି ମନସ୍କ ହେ କବି। ମାଟିର ଉତ୍ଥାନେ ମାଟିର ସମ୍ମାନେ ତୋଳିଥିଲ ପ୍ରତି ଛବି। ତୁମ ପଦସ୍ପର୍ଶେ ଧନ୍ୟ ଆଜି ସେ କୁଡ଼ୁମୁଲୁଗୁମା ଗ୍ରାମ। ତୁମ ପଦସ୍ପର୍ଶେ ଧନ୍ୟ ଆଜି ସେ କୁଡ଼ୁମୁଲୁଗୁମା ଗ୍ରାମ। ପୁଣ୍ୟଭୂମି ଦେବଭୂମି ଜନ୍ମଭୂମି, ଆଜି ପାଲଟିଛି ତୀର୍ଥଧାମ। ଆଜି ପାଲଟିଛି ତୀର୍ଥଧାମ। ଆହେ କବିବର ଦ୍ୱିତୀୟ ଈଶ୍ୱର, ସାଦରେ ପ୍ରଣାମ ଘେନ। ସୂକ୍ଷ୍ମ ହସ୍ତେ ତୁମ ତୋଳି ନିଅ କବି। ଏଇ ମୋ ଶ୍ରଦ୍ଧା ସୁମନ। ଧନ୍ୟବାଦ।